ତ କହିବେ କେଉଁମାନଙ୍କୁ ବାହାରେ ରହିବାକୁ ଭଲ ଲାଗେ। ମୋତେ ତ ଜମା ବି ଭଲ ଲାଗେନି। ମୁଁ ସବୁବେଳେ ଯାଏ ଶାଶୁଘଟି ରହିବା ପାଇଁ। କ'ଣ କରିବି, ମୋ ପରିସ୍ଥିତି ମୋତେ ବାଧ୍ୟ କରିଦେଲା ମାନେ ବାହାରକୁ ଆସିବା ପାଇଁ। କାହିଁକିନା ସେଠି ଥିଲାବେଳେ ଦେହ ମୁଣ୍ଡ ଖରାପ କି ଅପରେସନ୍ ପରଠାରୁ ବୋଉ ଆମର ଶାଶୁ ସବୁ ଘର ମାନେ ଆମର ସେଠି ଅଧିକ ଗାଁରେ ଘର ନା, ପୋଛାପୋଛି ମୁଁ କଲେ ମୋ ଅଣ୍ଟା ପେନ୍ ହୁଏ ବୋଲି ସେ ପୋଛାପୋଛି କରିଦିଅନ୍ତି, ଓଳିଆ ପୋଳିଆଟା ବାହାର କରିଦିଅନ୍ତି। କିନ୍ତୁ ମୁଁ ଏଠିକି ଆସିଲା ଦିନଠୁ ବୋଉ ଏଠି ମୋର ପାଖରେ ଅଛି, କିନ୍ତୁ ସିଏ ବି ଦୋକାନରେ, ସିଏ ଭୋର 5ଟାରୁ ଯିବ ଯେ ଆସିବ 7ଟା ରାତିକି। ସିଏ ଆଉ କ'ଣ କରିବ। ମାନେ ମୋତେ ଫିଲ୍ ହୁଏ ସତରେ ଶାଶୁଘର ମାନେ ମଣିଷଙ୍କ ପାଖରେ ରହିଲେ କିଛି ନା କିଛି ଜଣଙ୍କର ଦେହ ମୁଣ୍ଡ ହେଲେ ଆଉ ଜଣେ ତ କମ୍ ସେ କମ୍ ସାଥ୍ ଦିଏ। ମୁଁ ତ ଜମା ଆସିବାକୁ ଇଚ୍ଛା ନଥିଲା ମୋ ଶ୍ୱଶୁରଘରଟାରେ। ମୋତେ ଖାଲି ବାଧ୍ୟ କରିକି ଜାଣ ଆଣିକି ଆଉ ମାନେ ମୁଁ ଟୋଟାଲି ଇଚ୍ଛା ନଥିଲା, କହିବି ମୁଁ କହିଲି ନା ମୁଁ ଯିବିନି, ମୁଁ ଏଇଠି ରହିବି। କାରଣ ସେଠି ମୋତେ କିଛି ପ୍ରେସର୍ ହୁଏନି, ଘରେ ତ ସବୁ ସୁବିଧା ଅଛି। ଆଉ ବୋଉ ଟିକେ ପୋଛାପୋଛି ବୁଧବାର ପଡ଼ିଲେ ସେ କରିଦିଅନ୍ତି। ଆଉ ସେ ବି କଟାକୁଟି କରି ସଜାଡ଼ିକି ମୋତେ ଦେଇଦିଅନ୍ତି, ରୋଷେଇ କରେ, ମୋତେ କଷ୍ଟ ଲାଗେନି। ସେ ସବୁ ସଜାଡ଼ି ସୁଜାଡ଼ିକି ମାନେ ଏମିତିକି ବାଟିବାକୁ ବି ସଜାଡ଼ିକି ଦେଇଦେବେ, କାଟିକୁଟି ଧୋଇ ଧାଇକି ମାନେ ଆମର ସେଠି କାମ ହିଁ କିଛି ନଥିଲା। ଏଇ ଟିକେ ଯାହା ଅଣସୁଧିଆ ଯଦି ଆମର ପଡ଼ିଲେ ସେଠି ଟିକେ ଅଧିକ ପ୍ରେସର୍ କାମ ହୁଏ, ସେ ବି ମିଶିକି ଅଧା ଅଧି କାମ କରିଦିଅନ୍ତି। କିନ୍ତୁ ଏଠିକି ଆଇଲା ଦିନଠୁ ମାନେ ମୋତେ ଫିଲ୍ ହେଉଛି ମାନେ ସତରେ କାହାକୁ ଶାଶୁଘର ଗୁଡ଼ା ମୋତେ ଜମା ବି ଇଚ୍ଛା ହୁଏନି ସେଠୁ ଆସିବାକୁ। ମୁଁ ସବୁବେଳେ କହିବି ମୁଁ ସେଇଠି ରହିବି, କିନ୍ତୁ ମୋ ପରିସ୍ଥିତି ବାଧ୍ୟ, ପଇସା ପାଇଁ ହିଁ ମାନେ ସେଠି ଇନକମ୍ ସୋର୍ସ କିଛି ନଥିଲା ବୋଲି ଆମେ ବାଧ୍ୟ ହେଇକି ଆସିଲୁ। ଏଠି ମୋର ମୋତେ ଲାଗେ ମୁଁ ଯଦି ଦେହ ମୁଣ୍ଡ ହେଇଯିବ ପଡ଼ୁଛି, କେହି ଗୋଟେ ନାହାନ୍ତି କରିବା ପାଇଁ, ଭାରି କଷ୍ଟ ଲାଗୁଛି। ଆମ ଭାଇଟା ବାହାଘର ହେଲା ପରେ ସମସ୍ତଙ୍କର କରିବାକୁ ପଡ଼ୁଛି, ରୋଷେଇବାସ ଏକୁଟିଆ, ଘର କାମ ପୁରା ଟୋଟାଲି ଦାୟିତ୍ୱ ମୋ ମୁଣ୍ଡ ଉପରେ। କେହି ଗୋଟେ ନାହାନ୍ତି ଯେ ହଁ କାଟିକି ଦେଇଦେବେ କି ସଜାଡ଼ିକି ଦେଇଦେବେ କି କ'ଣ। ମାନେ ଏମିତିକି ମୋ ଛୁଆଙ୍କ ପାଇଁ ମୁଁ ଖାଇବା ବାଢ଼ିକି ଡ୍ୟୁଟି ଯାଏ, ଘୋଡ଼େଇକି ଥୋଇକି। ଛୋଟ ପିଲା ବାଢ଼ି ପାରିବେନି। ମାନେ ମୋତେ ଛୁଆ ବି ବହୁତ ଦାୟିତ୍ୱବାନ ହେଇଗଲାନ୍ତି। ମାନେ 4ଟା ବେଳେ କ୍ଷୀର ଫୀର ମୋ ପୁଅ ନିଜେ ଫୁଟେଇକି ହଲିକ୍ସ ଗୋଳିକି ଖାଇଦିଏ। ବଡ଼ଟା ଟିକେ ଜାଣିଆରେ ହେଇଗଲାଣି। ଆଉ ହେଲେ ବି ଛୋଟ ନା, ମୋ ଦେହ ସହେନି। ମୁଁ ତାଙ୍କୁ ଆଜି ପର୍ଯ୍ୟନ୍ତ ଗାଧେଇ ବି ଦିଏ। ମାନେ ସବୁ କାମ ମୁଁ ତାଙ୍କର କରେ, ଟିଫିନ୍ଠୁ ସଜଡ଼ାଠୁ ଧରିକି ସବୁ କରିଦେଇକି ଯାଏ। ସବୁ ତାଙ୍କୁ ଯେମିତି ହଇରାଣ ସେ ନ ହେବେନି, ମାନେ ଖାଇବା ପିଇବା। କେବଳ ଏଇ 4ଟା ବେଳଟା କ୍ଷୀର ଫୁଟେଇ ଦିଅନ୍ତି, ସେ କହିବେ ଫୁଟେଇ ଦିଏ ମାମା, ଇଣ୍ଡକ୍ସନ୍ ଅଛି, ଫୁଟେଇ ଦିଏ। ଆଉ ସତ କଥା ଶାଶୁଘର ଆଉ ମାନେ କାହାକୁ ରହିବାକୁ ଭଲ ଲାଗେ, ମୋତେ କିନ୍ତୁ ବହୁତ ଭଲ ଲାଗେ। ସେଠି ବି କେହି ନାହାନ୍ତି, ଆମ ଫ୍ୟାମିଲିରେ ଆମେ 4-5 ଜଣ ଥିଲୁ, ମୋ ଛୁଆ ଆଉ ଇଏ ଆଉ ଶାଶୁ ଶ୍ୱଶୁର, ମୁଁ ଏକୁଟିଆ। ମୋତେ ସେଠି କିଛି ଫିଲ୍ ହୁଏନି, ମାନେ ସେଠି ଖାଲି ବୋଧେ କାମ କରେଇନି, ମୁଁ ବସି ବସି ଦିନ ଯାଏ। ଏଠିକି ଆଇଲା ଦିନଠୁ ମେସିନ୍ ବେଳେ ମାନେ କାମ କରେଇନି କ'ଣ, ସବୁ କାମ ମୁଁ କରେ, କିନ୍ତୁ ମାନେ ଶାଶୁ ମିଶିକି କରିଦିଅନ୍ତି, ଏତେ ବାଧେନି। ଆଉ ଏଠିକି ତ ଶାଶୁ ଶ୍ୱଶୁର ଆସିପାରୁନାହାନ୍ତି। ସିଏ କ'ଣ ଶ୍ୱଶୁର ଟିକେ ମାନେ ସିଏ ଗାଈ ଛଡ଼ା ତାଙ୍କର ଆଉ କିଛି ନାହିଁ ଦୁନିଆରେ। ସେ ପଛେ ଘରେ ଦୁନିଆ ଭାସିଯାଉ, ସେ ଗାଈ ହିଁ ତାଙ୍କ ଜୀବନ। ଆଉ ସିଏ ଜମା ଛାଡ଼ିବେ, ତାଙ୍କ ପାଇଁ ବୋଉ ବନ୍ଧା, ସିଏ ଆସିକି ଯାହା ରୁହନ୍ତେ। ଆଉ ସିଏ ତାଙ୍କୁ ପୁଣି କିଏ ରୋଷେଇବାସ କରିକି ଦେବ। ଆଉ ସେଠିକି ଆସିଥିଲେ ହଁ ମୁଁ ରୋଷେଇବାସ କଲି, କିଏ କାଟି କୁଟି ଦେଲା, ସଜାଇ ଦେଲା, ମୁଁ ଟିକେ ଫଟାଫଟ। ଏତେ ଯେଉଁ ଦୌଡ଼ିବାକୁ ପଡ଼ୁଛି ନା ସକାଳୁ, ମୋତେ ଭାରି ପରିଶ୍ରମ ହେଉଛି। ଆଉ ସିଏ ଯେପର୍ଯ୍ୟନ୍ତ ବଳ ନ ରହିଛି ସେ ଆସିବେନି। ଆସିବେ ତ ସେ ନିଶ୍ଚିନ୍ତ, କାରଣ ଆମେ ସେଠିକି ରିଟର୍ନ ଯାଇପାରିବୁନି ଆଉ ଏଇନେ, ଛୁଆ ପାଠପଢ଼ା ନ ସରିବା ଯାଏଁ, ଚାକିରି ନ କରିବା ଯାଏଁ। କିନ୍ତୁ ଆସିବେ, କିନ୍ତୁ ଏଇନେ ଯେଉଁ ଆମର ମୋର ଦରକାର ଗଲା ବେଳକୁ ସେମାନେ ଆସିପାରୁନାହାନ୍ତି। ଆଉ ସେମାନଙ୍କର ବି ମଜବୁରି ଅଛି, ମୁଁ କାହିଁ ଦୋଷ ଦେବି। କାରଣ ବାପା ଏକୁଟିଆ ମାନେ ରହିପାରିବେନି। ସେ ଗାଈ ବି ଯାହା ବୁଝିଥିବେ ସେଇଆ, ସେ ଗାଈ ହିଁ ତାଙ୍କର ସବୁକିଛି। ଆଉ ସିଏ ତାଙ୍କ ଗାଈ କି ଆଡ଼େ ତାଙ୍କୁ ପୁଣି ଜଣେ ଖାଇବାକୁ କରିକି ଦେବାର ଅଛି ନା ନାହିଁ। ସେଥିପାଇଁ ସେ ଆସିପାରୁନାହାନ୍ତି, ନହେଲେ ସେ ଏପଟ ସେପଟ ହୁଅନ୍ତେ ଯାହା ଟିକେ, କମ୍ ସେ କମ୍ ଘର ତ ଜଗି ଦିଅନ୍ତେ, ଛୁଆଙ୍କ ପାଖରେ ରହିଯାଆନ୍ତେ। ଆଉ କ'ଣ କରିବା, ପରିସ୍ଥିତି ହିଁ ଖରାପ ପାଇଁ ବାହାରକୁ ଆସିବାକୁ ପଡ଼ୁଛି। ଆଉ ନହେଲେ ଏମିତି ଟୋଟାଲି ମୋର ଇଚ୍ଛା ନୁହଁ ବାହାରେ ରହିବାକୁ। କାହିଁକିନା ମୋତେ ଭାରି କଷ୍ଟ ହେଉଛି, ଏତେ କଷ୍ଟ ହେଉଛି, ଏତେ ପ୍ରେସର୍ ହେଉଛି, ମୁଁ ନିଜକୁ ବି ଦେଖିପାରୁନି। କ'ଣ କରିବି ଆଉ। ପ୍ଲିଜ୍ କମେଣ୍ଟ କରିବେ କେଉଁମାନଙ୍କୁ ଘରେ ବାହାରେ ରହିବାକୁ ଭଲ ଲାଗେ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଫେସବୁକ୍ରୁ ଦେଖିଲେ ଫଲୋ କରିବେ। ରହିଲି, ଜୟ ଜଗନ୍ନାଥ।